स्वामी आनी दया करो दाता मेरे चित चरण न लागे जन्म जन्म रही भूल में नहीं पाया भेदा बाल कर्म के जाल में रही भोगत केला जगत जीव भर मत फिरे नित चारो पानी ज्ञानी योगी पिलर है सब मन की घानी भाग जगा मेरा जीता मेरे सतगुरु आई राधा स्वामी धाम का मोहि भेद जगाई ऊंचा से ऊंचा देश है ओहो अधर ठिकानी बिना संत पावे नहीं सुख सरुदनी निस्वजीवन शून्य मरुरे बंचिबर देला प्रभु निस्वजीवन शून्य मरुरे बंचिबर देला आहे प्रेममय आहे दयामय प्रेम डोरी बांधी नेला 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 आहे प्रेममय आहे दयामय
କହିବା ତାତ୍ପର୍ଯ୍ୟ ହେଉଛି ଆମମାନେ ସମସ୍ତେ ଜୀବନରେ ପ୍ରିୟ ପରମଙ୍କୁ ଗୁରୁ ରୂପେ ଗ୍ରହଣ କରିଛେ, କିନ୍ତୁ ଆମମାନଙ୍କ ଜୀବନରେ ଦୁଃଖ ଆସେ, ଅଭାବ ଆସେ, ଅନାଟନ ଆସେ, ହତାଶ ଆସେ, এই সমস্ত আসে কাহিঁকি? শ্রী শ্রী আচার্য কৌଛନ୍ତି, শ্রী শ্রী ঠাকুর চাহান্তি আমরা সমস্তে অর্থরে, মানরে, যশরে, প্রতিপত্তিরে বহু ভাবে বহু উচ্চ ଯିବାକୁ চেষ্টা କରୁଛେ, ପ୍ରାପ୍ତି ହେବା ମଧ୍ୟ, କିନ୍ତୁ ଆମମାନଙ୍କ ଜୀବନରେ ସେଗୁଡ଼ିକ ଆସିପାରେ ନାହିଁ। ତାର ବଡ଼ କାରଣ ହେଉଛି ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିସାରିଲା ପରେ যে সমস্ত নীতিবিধি ଗୁଡ଼ିକ ମୋତେ ଦିଆଯାଇଥିଲା ସେଗୁଡ଼ିକୁ ମୋ ଜୀବନରେ অন্তত পক্ষে ঠিক ঠিক পরিপালন করি নাহি। আজি পর্যন্ত জনে কেহি নাহি যিয়ে কেহি ছাতিরে হাত দেই কহিদেব যে শ্রী শ্রী ঠাকুরଙ୍କ দিয়াযাইଥିବା সমস্ত নীতিবিধি গুড়িକୁ ମୁଁ ঠিক ঠিক পরিপালন କରିଛି, ଆଉ ମୋ ଜୀବନରେ ଦୁଃଖ ଅଛି, ଅଭାବ ଅଛି, ଅନାଟନ ଅଛି, ଅସୁବିଧା ଅଛି। ପୂଜାରୀ ଅବିନ୍ଦାର ସୁନ୍ଦର କଥାଟିଏ କହୁଛନ୍ତି, କହିଲେ ମୁଁ ତ କହୁଛି ଯେଉଁମାନେ জীবନରେ শ্রী শ্রী ঠাকুরଙ୍କୁ কণ্টায় কণ্টায় পরিপালন କରିଛନ୍ତି, ଆଉ ବିଶେଷ ଭାବରେ ଏବେ ଦିଆଯାଇଥିବା ଡିପି ୱାର୍କକୁ ଯେଉଁମାନେ ଠିକ୍ ଠିକ୍ କରନ୍ତି ସେମାନଙ୍କର ଆସି ଦେଓଘରେ ନିବେଦନ କରିବା ଦରକାର ହିଁ ପଡ଼ିବ ନାହିଁ। ପୂଜ୍ୟ ଅବିନ୍ଦା କହୁଛନ୍ତି ଯଦି କେହି ଠିକ୍ ଠିକ୍ କରୁଥାଏ ତାହାର କୌଣସି ନିବେଦନ ଯାଇ ଦେଓଘରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ପାଖରେ ମୋ ପାଖରେ କରିବାକୁ ପଡ଼ିବ ନାହିଁ। ଆପଣ ଦେଖିବେ ଶ୍ରୀ ଶ୍ରୀ ବଡ଼ଦା ଥିଲେ, ଶ୍ରୀ ଶ୍ରୀ ଦାଦା ଥିଲେ, ଖଡ଼ି ଛୁଆଁ ହଉଥିଲା, ମାନେ ଅନ୍ନପ୍ରାଶନ ହଉଥିଲା, ନାମକରଣ ହଉଥିଲା, ଧୀରେ ଧୀରେ ସେଗୁଡ଼ିକ ସେଇଥିରୁ ସବୁ ଡିଭିଜନ ହେଲାଣି। ଆଉ ଖଡ଼ି ଛୁଆଁ ନାହିଁ, ନାମକରଣ ମଧ୍ୟ ଏତେ ଭାବରେ ନାହିଁ, ଆଉ ଏଇ ଯେ ଅନ୍ନପ୍ରାଶନ ତାକୁ ମଧ୍ୟ ଅନ୍ନ ଦ୍ୱାରା କରାଇ ଦିଆଯାଉଛି। ଏଇ ଯେ ନିବେଦନର କଥା, ଯେତେବେଳେ କିଛି ନିବେଦନ କରାଯାଏ ଆପଣ ଦେଖିଥିବେ, ଆପଣ ସମସ୍ତେ ଅନୁଭବ କରିଥିବେ, ଯେଉଁମାନେ ଆମେ ଅଛେ ସେଥିରୁ ପାଖାପାଖି 99% ନିବେଦନ ଆପଣ ଦେଖିବେ ମୋର ଦେହ ଖରାପ, ମୋ ଘରେ ଛୁଆ ମୋ କଥା ମାନୁନାହିଁ, ମୋ ଛୁଆ ପାଠ ପଢୁନାହିଁ, ମୋ ଘରର ପରିବାର ଅସୁବିଧା, ବେପାର କରୁଥିଲି ବେପାର କାହିଁ ବନ୍ଦ ହେଇଗଲା, ମାନେ ନର୍ମାଲ ଯୋଉଗୁଡ଼ିକ ମୁଁ କରିବା କଥା ସେଗୁଡ଼ିକ ମୁଁ ନ କରି ତାଙ୍କୁ ଯାଇ ନିବେଦନ କରେ। ତେଣୁ ସେଇଥିପାଇଁ ପୂଜ୍ୟପାଦ ଅବିନ୍ଦା ସୁନ୍ଦର କଥା କହୁଛନ୍ତି, ଆଚାର୍ଯ୍ୟ ମଧ୍ୟ ବହୁ ଭାବରେ କହୁଛନ୍ତି, ବିଞ୍ଚଣାଟା ହାତରେ ଧରି ଗରମ ହଉଥିଲା ବେଳେ ଯଦି ପବନ ପାଇବାକୁ ଚେଷ୍ଟା କରେ ତେବେ ପବନ ଜୀବନ ଯାକ ଚେଷ୍ଟା କରେ ମଧ୍ୟ ପାଇବେ ନାହିଁ। ବିଞ୍ଚଣାରେ ପବନ ପାଇବାକୁ ହେଲେ ହାତଟା ହଲାଇବାକୁ ପଡେ, ଆଉ ହାତଟା ହଲାଇଲେ ବିଞ୍ଚଣାର ମୁଭମେଣ୍ଟ ହୁଏ, ଆଉ ବିଞ୍ଚଣାର ମୁଭମେଣ୍ଟ ଭିତରେ ଦେଇ ମୁଁ ପବନ ପାଇବାକୁ ସକ୍ଷମ ହୁଏ। ତଦନୁପାତିକ ଭାବରେ ଯେତେବେଳେ ପୁରୁଷୋତ୍ତମ ସେଇ ନରନୀର ଧାରଣ କରନ୍ତି, ସେ ମଣିଷର ମଙ୍ଗଳ ପାଇଁ, ମଣିଷର ଆନନ୍ଦ ପାଇଁ, ମଣିଷ ଜୀବନରେ ଅଭାବକୁ ଦୂରଭୀତ କରିବା ପାଇଁ ସମସ୍ତ ପ୍ରକାର ବିଧିବିଧାନ ସୃଷ୍ଟି କରିଥାନ୍ତି। ତାଙ୍କର ଦିଆଯାଇଥିବା ସମସ୍ତ ବିଧିବିଧାନ ଭିତର ଦେଇ ମଣିଷର ଲୁକ୍କାୟିତ ଭାବରେ ସମସ୍ତ ମଙ୍ଗଳ ଲୁକ୍କାୟିତ ଭାବେ ଥାଏ। ସେଇଥିପାଇଁ ସେ ହେଉଛନ୍ତି ଆନନ୍ଦର ମୂର୍ତ୍ତିମନ୍ତ ବିଗ୍ରହ। ଯାହାଙ୍କ ନିକଟକୁ ଗଲେ, ଯାହାଙ୍କ ଚରଣରେ ମଣିଷ ଆଶ୍ରୟ ଗ୍ରହଣ କଲେ, ଯାହାଙ୍କ ଦିଆଯାଇଥିବା ନୀତିବିଧି ଗୁଡ଼ିକୁ ପରିପାଳନ କଲେ, ମଣିଷ ଜୀବନରେ ଦୁଃଖ, ଅଭାବ, ଦାରିଦ୍ର୍ୟ, ବେଦନା ସମସ୍ତ ବିଧି ଗୁଡ଼ିକ ଦୂରୀଭୂତ ହେଇଥାଏ। କିନ୍ତୁ ମୋ ଜୀବନରେ ଆସେ କାହିଁକି? କାରଣ ଶ୍ରୀ ଶ୍ରୀ ଠାକୁର ତାର ଆଲୋଚନା ପ୍ରସଙ୍ଗରେ କହୁଛନ୍ତି, କଥା ଭିତର ଦେଇ କହୁଛନ୍ତି ମୋ ହାତଟା ବନ୍ଧା ହେଇ ପଡ଼ିଛି, ଆଉ ମତେ ଜଣେ ମୁକ୍ତ ଲୋକ ମତେ ମୋ ବନ୍ଧନକୁ ଖୋଲିବାକୁ ଚେଷ୍ଟା କରିଛି। ଆମେ ସମସ୍ତେ ହାତ ବନ୍ଧା ମଣିଷ, କାହିଁକି ନା ମୁଁ ପ୍ରକୃତି ଦ୍ୱାରା ପ୍ରତାରିତ ହଉଛି। କେତେବେଳେ କାମ, କେତେବେଳେ କ୍ରୋଧ, କେତେବେଳେ ଲୋଭ, କେତେବେଳେ ମୋହ, ସେଇଗୁଡ଼ିକ ମତେ ଗ୍ରାସ କରି ବସିଛି। ସକାଳୁ ପ୍ରାର୍ଥନାକୁ ଉଠିବାକୁ କଥା କହିଲେ ମୋ ନିଦ ଭାଙ୍ଗେନା। ଯଦି ଇଷ୍ଟବୃତ୍ତି କଥା କୁହାଯାଏ ମୁଁ ପ୍ରଶ୍ନବାଚୀ କରି ଠାକୁରଙ୍କୁ ପଇସା ଦେଇ କାହିଁ ଇଷ୍ଟବୃତ୍ତି କରିବି। ଯଦି କୌଣସି ସପ୍ତମର କଥା କୁହାଯାଏ ସେତେବେଳେ ସମୟ ହୁଏ ନା। ବିଭିନ୍ନ ଦାହି କହି ଦେଇ ଶ୍ରୀ ଶ୍ରୀ ଠାକୁରଙ୍କର କଥାଗୁଡ଼ିକୁ ମୋ ଜୀବନରେ ମୁଁ ପରିପାଳନ କରେ ନାହିଁ। କିନ୍ତୁ ମୁଁ କହେ ଦୀକ୍ଷା 30 ବର୍ଷ, 35 ବର୍ଷ, 40 ବର୍ଷ ହେଲେଣି ମୋ ଜୀବନରେ ହଉନାହିଁ କାହିଁକି? ଏହା କିନ୍ତୁ ଧ୍ରୁବ ସତ୍ୟ। କାଲି ସକାଳେ ଦୀକ୍ଷା ନେଇଥିବା ମଣିଷଟା ଯଦି ଠିକ୍ ଠିକ୍ ତାଙ୍କର କଥାଗୁଡ଼ିକୁ ପରିପାଳନ କରେ, ଆଜି ମଧ୍ୟ ସେ ଜୀବନରେ ଆଲୋକ ସନ୍ଧାନ ପାଇବ, ତା ଜୀବନରେ ଆଲୋକିତ ହବ। ମୁଁ 35 ବର୍ଷ କାହିଁକି ଆହୁରି ଅଧିକ ଯଦି ଦୀକ୍ଷା ନେଇ ତାଙ୍କର କଥାଗୁଡ଼ିକୁ ପରିପାଳନ ନ କରେ, ତେବେ ମୋ ଜୀବନରେ ଦୁଃଖ ଆସେ, ଅଭାବ ଆସିବ, ଅନାଟନ ଆସିବ। ଏହାର ଗୁରି ଗୁରି ଦୃଷ୍ଟାନ୍ତ ମଣିଷ ଅନୁଭବ କରିଛି। ମନେ ପଡ଼େ ସେଦିନ ଶ୍ରୀ ଶ୍ରୀ ଠାକୁର ଥାନ୍ତି, ଶ୍ରୀ ଶ୍ରୀ ଠାକୁରଙ୍କର ଦିଆଯାଇଥିବା କଥାଗୁଡ଼ିକୁ ମଣିଷ ପ୍ରକାରାନ୍ତରରେ କେବଳ ବୃତ୍ତି ଭିତରେ ବାନ୍ଧି ହୋଇ ତାଙ୍କ କଥାଗୁଡ଼ିକୁ ପରିପାଳନ କରେ ନା, ଆଉ ମଣିଷ ଦୁଃଖ ପାଏ, ହତାଶ ପାଏ, ଅଭାବ ପାଏ, ଏପରିକି ମଣିଷ ଜୀବନଟା ମଧ୍ୟ ଚାଲିଯାଏ, ମଣିଷ ସହଜରେ ବୁଝିପାରେ ନା।
ଶ୍ରୀ ଠାକୁରଙ୍କ ଜଣେ ଅନନ୍ୟ ଭକ୍ତ ସେ କଣ କରିଛନ୍ତି ନା ନନୀଗୋପାଳ ଦାସଙ୍କଠୁ ଦୀକ୍ଷା ନେଇଛନ୍ତି। ନନୀଗୋପାଳ ଦାସଙ୍କୁ କୌଣସି କାମରେ ଠାକୁର ଟାଟା ସହର ପଠେଇ ଦେଇଛନ୍ତି। ଟାଟା ସହର ଗଲାବେଳେ ନନୀଦାସଙ୍କୁ କହିଛନ୍ତି ଠାକୁର ଯେ এই যে তোর ওপলেটটা আছে তো মাধ্যমে যে ঠাকুরଙ୍କ সৎমন্ত্র প্রাপ্ত হয়েছিল তা পাই কৌশি গোটে কার্যর ব্যবস্থা করে দেব। যেমন আমি নিবেদন করে শ্রী শ্রী আচার্য দেব হন্তু পূজ্যপাদ অবিন্দা হন্তু বা তাঙ্কর পুত্র মানে আমারଙ୍କର କିଛି ବ୍ୟବସ୍ଥା କରି ଦିଅନ୍ତି। ତଦୁନ୍ନତି ଭାବରେ ଠାକୁର କଣ କରିଛନ୍ତି ସେ ଭାଇ ଜଣଙ୍କର ଚାକିରିର ଯୋଗାଡ଼ ପାଇଁ ନନିଦାଙ୍କୁ କହିଛନ୍ତି। ନନିଦା ଟାଟା ତ ଯାଇଛନ୍ତି। ଟାଟା ତ ଯାଇ ସାରିଲା ପରେ ସେଠି ଗୋଟେ ଚାକିରିର ବନ୍ଦୋବସ୍ତ କରି এই ভাইটাকে খবর পঠাইଛନ୍ତି ঠাকুরଙ୍କ ମାଧ୍ୟମରେ। ଆଉ ଠାକୁର କହୁଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ତୁ ତୋର ଘର ଛାଡ଼ି ଟାଟାରେ କାଲି ସକାଳୁ ସକାଳୁ ପହଞ୍ଚି ଯିବୁ। ନନିଦ ପାଇଁ ଗୋଟେ ଚାକିରିର ବନ୍ଦୋବସ୍ତ କରିଛି ସେ ଚାକିରିରେ ଯୋଗଦାନ କରିଦେବୁ। ଭାଇ ଜଣକ ପ୍ରଣାମ କରିଦେଲା। ପ୍ରଣାମ କରି ଘରକୁ ପଳେଇ ଆସିଛି। ସେ ଠାକୁର କଣ କରିଛନ୍ତି ପଛେ ପଛେ ସେ ଲୋକଟା କିଛି ସମୟ ଆସିଲା ପରେ କିଛି ଲୋକକୁ ପଠେଇଛନ୍ତି ଯାହା ଦେଖିକି ଆସିବୁ। ସେ ଲୋକଟା ଗଲା ନା ଘରେ ରହିଗଲା। ଭାଇ ଦି ଜଣ ଆସିଛନ୍ତି ଘରେ ପଚରା ଉଚରା କରିଛନ୍ତି। ତା ସ୍ତ୍ରୀ କହିଛି ମୁଁ ତାଙ୍କ ପାଇଁ ବ୍ୟବସ୍ଥା କରିଦେଉଛି ରାତି ଟ୍ରେନରେ ସେ ପଳେଇଯିବେ। ରାତ୍ରି 9ଟା 10ଟା ହେଇଗଲା। ନିଲୁ ଜୟାରଗାର ଆଲୁ ଜୟାରଗାର ଆପଣ ଦେଖିଥିବେ ଯେତେବେଳେ ଅନଲାଇନ ସତ୍ସଙ୍ଗ ହଉଥିଲା ତାଙ୍କର ବହୁମାନେ କଥା ମଧ୍ୟ ଆପଣ ଶୁଣିଥିବେ। ଦୁଇ ଜଣ ତାକୁ ଠାକୁର ପଠାଉଛନ୍ତି ଏଇ ତୁ ଯାହା ଦେଖିବୁ ସେ ଦି ଜଣ ଗଲେ ସେ ଯେ ଭାଇ ଜଣକୁ କହିଥିଲି ଯିବା ପାଇଁ ସେ ଗଲା ନା ରହିଗଲା। ଆଉ ଗୋଟେ କଥା କହିବୁ କବାଟକୁ ଠକ୍ ଠକ୍ କରିବୁ। ଯଦି ସେ ଘରଟା ଖୋଲିଦିଏ ତାର ସବୁ ଜାଗାକୁ ତନ୍ନ ତନ୍ନ କରି ଖୋଜିବୁ। ତା ବିଛଣା ଘରକୁ ଯିବୁ ତାର ଡ୍ରଇଂ ରୁମ୍ ଯିବୁ ବେଡରୁମ୍ ଯିବୁ ଚାରିଆଡେ ତନ୍ନ ତନ୍ନ କରି ଖୋଜିବୁ ଯେମିତି ଆଜି ରାତି ସୁଦ୍ଧା ସେ ଟାଟା ସହ ଚାଲିଯାଏ। ଦୁଇ ଜଣ ଭାଇ ଆସିଛନ୍ତି କବାଟ ଠକ୍ ଠକ୍ କରିଛନ୍ତି। ତା ସ୍ତ୍ରୀଟା କବାଟ ଖୋଲି ଦେଇଛି। କବାଟ ଖୋଲି ସାରିଲା ପରେ ଏଇ ପଚାରୁଛନ୍ତି ଯେ ଭାଇ ବଡ଼ ଚାଲିଗଲେଣି। ସ୍ତ୍ରୀ ଲୋକଟା କିଛି ଉତ୍ତର ଦଉନାହିଁ। ଦୁଇ ଜଣକ ଭାଇ ଯାଇ ଚାରିପଟେ ତନ୍ନ ତନ୍ନ କରି ଖୋଜିଛନ୍ତି। ବହୁଆଡେ ଖୋଜିଛନ୍ତି। ରୋଷେଇ ଘର ତା ଡାଇନିଂ ଡ୍ରଇଂ ସବୁଆଡେ ଖୋଜିଛନ୍ତି। ଖୋଜି ପାଇନାହାନ୍ତି। ସେ ଠାକୁର କହୁଛନ୍ତି ଠାକୁର ଆମେ ତାକୁ ପାଇଲୁ ନାହିଁ। ଠାକୁର ମନ ଉଦାସ ହେଇଯାଇଛି। ତାପରେ ସକାଳୁ ସକାଳୁ ଠାକୁର ପ୍ରାର୍ଥନା ସରିଯାଇଛି। ଭକ୍ତ ପରିବେଶରେ ଠାକୁର ବସିଛନ୍ତି। ଅଧୁରରେ ଜଣେ ମାଟା କାନ୍ଦି କାନ୍ଦି ଆସୁଛି। ମୁଁ ମାନେ ସମ୍ପୂର୍ଣ୍ଣ କେଶକୁ ଉନ୍ମୁକ୍ତ କରିଦେଇଛି। ଆଖିରୁ ଧାର ଧାରି ଲୁହ ବହିଛି। ଠାକୁରଙ୍କ ନିକଟରେ ଆସି ପ୍ରଣାମ କରି କହୁଛି ଠାକୁର ଆସନ୍ତା ବିଗତ ରାତିରେ ମୋ ସ୍ୱାମୀଙ୍କର ସର୍ପାଘାତରେ ଦେହାନ୍ତ ହେଇଯାଇଛି। ମା ଜଣକ କାନ୍ଦି କାନ୍ଦି ଠାକୁରଙ୍କୁ ନିବେଦନ କରୁଛି ଠାକୁର ଗତକାଲି ରାତିରେ ସର୍ପାଘାତରେ ମୋ ସ୍ୱାମୀଙ୍କର ଦେହାନ୍ତ ହେଇଯାଇଛି। ଠାକୁର କଥାଟା ଶୁଣୁଛନ୍ତି କହୁଥିଲେ ମନେ ରହ ଯେ ଯିବାର କଥା ଚାଲିଗଲା। ଏବେ ଯିଏ ଆସୁଛି ତାକୁ ନେଇ ଘର ସଂସାର କର। ତାକୁ ଇଷ୍ଟଙ୍କ ଦିଗରେ ପ୍ରେରିତ କରିବାର ଚେଷ୍ଟା କର। ପ୍ରତିଟି ମୁହୂର୍ତ୍ତରେ ଇଷ୍ଟଙ୍କ କଥା ତା ଭିତରେ ପରିପ୍ରୀତ କରିବାକୁ ଚେଷ୍ଟା କରିବୁ। ମାର ବୋହି ଯାଉଥିବା ଆଖି ଧାରର ଲୁହଟା ହଠାତ୍ କାହିଁ ଥମ୍ କିନା ବନ୍ଦ ହେଇଗଲା। କାରଣ ତା ପେଟରେ ଗୋଟେ ଛୁଆଟା ବଢୁଛି। ସେ କଥାଟା ତା ସ୍ୱାମୀ ଆଉ ସ୍ତ୍ରୀର ଚିରକ ଆଉ କେହି କିନ୍ତୁ ଜାଣିନଥିଲେ। ଠାକୁର କିନ୍ତୁ ତାକୁ ବାରମ୍ବାର କହୁଛନ୍ତି ମନେର ଯେ ଯିବା କଥା ଚାଲିଗଲା। ଏବେ ବୁଝି ଆସୁଛି ତାକୁ ନେଇ ଘର ସଂସାର କର। ତା ଭିତରେ ଇଷ୍ଟଙ୍କ କାମ କରିବାକୁ ଚେଷ୍ଟା କର। ମା ଜଣକ ସାନ୍ତନା ପାଇଛି। ସାନ୍ତନା ଫେରି ଯାଉଛି। ଚାଲି ଚାଲି ଯାଉଛି। ଠାକୁର ପଚାରୁଛନ୍ତି ଭକ୍ତମାନେ ପାଖରେ ଥିଲେ କହୁଥିଲେ ସେ ମାକୁ ପଚାର କାଲି ତା ସ୍ୱାମୀକୁ କୋଉଠି ଲୁଚେଇ ରଖିଥିଲା। ମା ଜଣକ ଫେରି ଯାଉଛି। ପାଖରେ ଭାଇମାନେ ପଚାରୁଛନ୍ତି ସେ ମାକୁ ମା ଆପଣ କାଲି ସ୍ୱାମୀକୁ ଲୁଚେଇ କୋଉଠି ରଖିଥିଲେ। ନା ମୁଁ ଦେଖିଲି ଠାକୁର ତ କହିଦେଲେ ସେ ସ୍ୱାମୀକୁ ଟାଟା ଯିବା ପାଇଁ। ମୁଁ ଦେଖିଲି ରାତି ଅଧରେ ତ ସ୍ୱାମୀଟା କାହିଁକି ଟାଟା ଯିବେ। ଆଜି ରାତିଟା ଯଦି ରହିଯାଆନ୍ତି କାଲି ସକାଳୁ ସକାଳୁ ତାଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିଦେବି ଆଉ ତାଙ୍କୁ ଟାଟା ସହର ପଠେଇଦେବି। ସନ୍ଧ୍ୟାବେଳେ ମା ଠାକୁରଙ୍କୁ ପ୍ରଣାମ କରି ଯାଉ ଯାଉ ଠାକୁର ଜଣେ ଜଣେ ଲୋକକୁ ପଠେଇଦେଲେ। ମୁଁ ଜାଣିଲି ରାତି ଯାକ ଠାକୁର ମତେ କିନ୍ତୁ କହିଦେବେନି ବାରମ୍ବାର ଲୋକ ପଠେଇବେ। ସେଇଥିପାଇଁ ଆଗକାଳରେ ଆମର ବରପାଲି ପାଇଖାନା ଥିଲା। ସେ ବରପାଲି ପାଇଖାନା ପଛପଟେ ମୁଁ ସ୍ୱାମୀକୁ ଲୁଚେଇ ଦେଇଥିଲି। ଠାକୁର ବାରମ୍ବାର ଲୋକ ପଠଉଥିଲେ। ଲୋକମାନେ ଖୋଜାଖୋଜି କରି ଚାଲିଗଲେ। ଆଉ ସେ ବରପାଲି ପାଇଖାନା ପଛପଟେ ଲୁଚିଥିବା ଅବସ୍ଥାରେ ରାତ୍ରି ଅଧରେ ସର୍ପାଘାତ ହେଲା। ଆଉ ସର୍ପାଘାତରେ ସ୍ୱାମୀଙ୍କର ଦେହାନ୍ତ ହେଇଗଲା। ଏ ହଉଛନ୍ତି ଆମର ସୃଷ୍ଟି ଠାକୁର। ମୋ ଜୀବନର ପ୍ରତ୍ୟେକଟି ଜୀବକୁ ଜୀବନ ବାହାରିତ କରିଛନ୍ତି। ତାଙ୍କ ନିକଟକୁ ମଣିଷ ଗଲେ ମଣିଷର ଭୂତ ଭବିଷ୍ୟତ ବର୍ତ୍ତମାନ ଉନ୍ମୋଚନ କରି ମଣିଷର ସମସ୍ତର ସମାଧାନ ଦିଅନ୍ତି। କିନ୍ତୁ ଆମେ ମାନେ ମୂର୍ଖ ମଣିଷ ତାଙ୍କର କଥାଗୁଡ଼ିକୁ କଣ୍ଟାଏ କଣ୍ଟାଏ ପରିପାଳନ କରିବାରେ ବେଳେ ବେଳେ ତ୍ରୁଟି କରୁ ବିଚ୍ୟୁତି କରୁ। କଥାଗୁଡ଼ିକୁ ଉପଯୁକ୍ତ ଭାବେ ପରିପାଳନ କରିପାରୁନାହିଁ। ସେଇଥିପାଇଁ ଜୀବନରେ ଦୁଃଖ ଆସେ ଅଭାବ ଆସେ ଅନାଟନ ଆସେ ଜଳଯନ୍ତ୍ରଣା ଦେଇ ମଣିଷ ତାହାକୁ କିନ୍ତୁ ବୁଝିପାରେ ନାହିଁ। କଥା ଆଉ ଯେଉଁ ଜନ କୃଷ୍ଣ ଭଜେ ସେ ବଡ଼ ଚତୁର ଯେତେ ଦୂର ନାମ
হবে। এই নামটা যেতে দূর পর্যন্ত যাইছে সেটা দূর পর্যন্ত মଣିষ জীবন সমস্ত দুঃখটা দূরিত ହୁଏ। ଆଉ ଯେଉଁମାନେ ଚାଲାକି ମଣିଷ ସେମାନେ ଜୀବନରେ ସେ ପ୍ରଭୁଙ୍କୁ ଧରି ଚାଲିଥାନ୍ତି, ଜୀବନଟାକୁ ସରସ ସୁନ୍ଦର ମଧୁର କରି ଚାଲନ୍ତି। କୃଷ୍ଣଚନ୍ଦ୍ର କହୁଛନ୍ତି ଯେବେଳେ ଚାଲାକ ମଣିଷ ଚାଲାକି ହିସାବରେ ଯେତେବେଳେ କେଉଟଟା ଜାଲଟା ଫିଙ୍ଗି ଦିଏ ସମସ୍ତ ମାଛ ଗୁଡ଼ିକ ସେ ଜାଲ ଭିତରେ ପଡ଼ିଯାଆନ୍ତି, କିନ୍ତୁ ଚାଲାକି ମାଛଟା କେଉଟ ପାଦ ତଳକୁ ଚାଲି ଆସେ। କେଉଟ ପାଦ ତଳକୁ ସେ ମାଛଟା କିନ୍ତୁ ଜାଲ ଭିତରେ ପଡ଼େ ନାହିଁ। ସେଇଭଳି ଭାବରେ ଈଶ୍ୱର ଦୟାକରି ଯୋଉ ମାୟାଜାଲ କରିଛନ୍ତି ସଂସାର ରୂପୀ ମାୟାଜାଲ, ସେଇ ମାୟାଜାଲ ଭିତରେ ସମସ୍ତେ ବନ୍ଧା ପଡ଼ିଯାଏ, କିନ୍ତୁ ଯେଉଁମାନେ ଚାଲାକି ମାଛ ତାଙ୍କ ପାଦ ତଳକୁ ଚାଲି ଯାଆନ୍ତି ସେହି ମାୟାଜାଲରେ କିନ୍ତୁ ସେମାନେ ବନ୍ଧା ପଡ଼ନ୍ତି ନାହିଁ। ଯେତେ ଦୂର ନାମ ଯାଏ ଦୁଃଖ ହୁଏ ଦୂର, କେଉଁର କୃଷ୍ଣ ଭଜେ ସେ ବଡ଼ ମଧୁର। କେଉଁଠି ହୁଏ ପ୍ରଭୁର ନାମ ସଂକୀର୍ତ୍ତନ, ସେଇଠି ହୁଏ ମନରେ ସୁଭାବର ଗ୍ରହଣ। ଆପଣମାନେ ଭାବୁଥିବା ଯେ ବର୍ଷା ହଉଛି, ଦୟାକରି ଆମମାନଙ୍କ ପାଇଁ ସୁଧା ବର୍ଷଣ କରୁଛନ୍ତି, ତାଙ୍କର ସେଇ ପ୍ରେମର ସୁଧା ବର୍ଷିତ ହଉଛି, ତାରି ଭିତରେ ଆମେ ତାଙ୍କୁ ଅନୁଭବ କରୁଛୁ, ଉପଭୋଗ କରୁଛେ। ଯେଉଁଠି ହୁଏ ପ୍ରଭୁର ନାମ ସଂକୀର୍ତ୍ତନ, ସେଇଠି ହୁଏ ମନରେ ସୁଧାବର ଗ୍ରହଣ। ମତି ନାହିଁ ରେ ମତି ନାହିଁ ରେ ଦୁର୍ଗା ମତି ନାହିଁ ରେ পরিশেষে আপনার সমস্ত সার্বিক মঙ্গল কামনা করে কথা শেষ করছি। জয় গুরু। রাকেশ তুই একা খাইছু মতে ডাকিয়া কথা না নাই তাহলে এটা গোটে ফিস্ট হয়ে গলা না কোন